Podrá kipina thale khano bajo marpodhotam dantana marpodhotam bosana manyata rukshakam mudhan na lakshmi purgantini kesam upra dironi etire jor poi moya ostro bindinoni আর kesam upra dironi kesam upra be kesam chupi ema kesam upra dironi sir kesam upra kahe korondini se style bostu nai padu kesam upra kahe korondini kahi kariboni kita কথা মনে রাখা না গৌরাঙ্গী বলে পড়িবনি বন্ধু পড়িবনি পড়িলে কিছু জীবনী পড়িবনি বন্ধু পড়িবনি পড়িলে কিছু জীবনী এলা কোবটি বিটিবনি কইলা না কোবটি বিটিবনি বলে পড়িবনি পড়িবনি বন্ধু পড়িবনি পড়িলে কবি জীবনী পড়িবনি কোন কি বলবা কইলা হাতটা মুঠি মুন্ডা মুঠি এই মুন্ডা তো মুঠি পড়ছ পরে পড়িবে আপনি কি বল যদি ভিডিও মামামরা বিটা এ নিজর পণতকানিকু হাতরে গুড়িব মামামরা বিটা পণতকানি ঘড়িব মুন্ড সফা করিব সফা করে সারা পরে চুটি বাঁধি সারা পরে পণত ঘড়ি দেব ଆଉ ଗୋଟେ କାମ କରିଦବା ସଖା ପିନ୍ଧିଲା ବେଳେ ସମସ୍ତେ ମାମାନେ ହାତରେ ଦୁର୍ଗା ବୁଢ଼ୀ ଆଜ୍ଞା ଆଜ୍ଞା କଂସାରୀ ଘରରେ ସଖାରି ଆସିଛି ତାର ସଖା ବି ଦଉଛି ଆଜ୍ଞା କାହାଣୀ କହୁଥିଲି ସଖା କେତେ ବଡ଼ ଦିଆ କଥା ଆଜ୍ଞା କହିଛି ନା କାଲି ଆଜ୍ଞା ସଖା କୋଉଟା ଦିଆ କହିଛି ନା ସଖା ପିନ୍ଧିଲା ବେଳେ ଓହୋ ଓହୋ ହଉ ହଉ ମାନେ କହିବା ନା କଣ ଆବାସ କଣ କରୁଛ ନାଇଁ କଣ କଣ କହିଲା କୁହ କିଛି ଅସୁବିଧା ନାହିଁ କୁହ କଣ ଅଛି କହ କହିବ ଯାହା କହିବା କିଛି ଅସୁବିଧା ନାହିଁ ଆଉ କହିବେନି ତମେ ପଚାରିଦେଲ ଏମ ଦିଟା କଥା ମନେ ରଖ ମୁଣ୍ଡ ଚୁଟିକି ଭିଟେଇବନି ଆଉ ମୁଣ୍ଡରେ ଓଢ଼ଣା ମନରେ ସଦାବେଳେ ଦବ ଯେ ଓଢ଼ଣା ଯେତିକି ମୁଣ୍ଡ ତଳୁ ତଳୁ ଖସିବ ଏମା ସେତିକି ସମୟ ଆଇସ ଖସିଯିବ তোমার বনদানি হচ্ছে পতিত পাবনরে এই যে প্রণত কোন রক্ষা পছরে এনা প্রণতকারী কাহি মনে দিছ সেদিন অল্প করে সারা কৌচি কথাটা থাকে বলা আজ্ঞা সেদিন ভগবান চিন্তিম চিন্তামণি আজ্ঞା একু মহিষাକୁ ମାରିବା ପାଇଁ ଚିନ୍ତା କଲେ ମୋର ବନ୍ଧୁ କହୁଥିଲେ ଯେ କଂସକୁ କୃଷ୍ଣ ମାରିବା ପାଇଁ ସମର୍ଥ ହେଲେ ଏକାକୁ କୃଷ୍ଣ ମାରିବେ ନାଇଁ କଂସକୁ କୃଷ୍ଣ ସାରି ମାରିନାହାନ୍ତି ପିଲାମାନେ କଣ ହଉଛି ରେ କଣ ସେପଟେ ସେ ବାପ ହଉଛନ୍ତି ସାରେ କୃଷକ କୃଷ୍ଣ ମାରିଛନ୍ତି କି ନାଇଁ ମୋ ବନ୍ଧୁ କହୁଥିଲେ ହୃଦୟ ଜ୍ଞାନ ରାମକୁ ରାମ କଣ ଆପଣ ମାରିଛନ୍ତି ଆଜ୍ଞା ଆଜ୍ଞା ନାଇଁ ଗୋଟେ ସରରେ ମାରିଦେଲେ ମହିଷାକୁ କଣ ଦୁର୍ଗା ମାରିଛନ୍ତି ହଁ ଆଜ୍ଞା ଦୁର୍ଗା ପୂଜା କଣ ମହିଷାସୁର କିଏ ମାରିଛି କିଏ କିଏ ଦୁର୍ଗା ଆଜ୍ଞା ଦୁର୍ଗା ତ ମୂର୍ତ୍ତି ଦୁର୍ଗା ପୂଜା ଦେଖି କହୁଛ ନାଇଁ ଏମା ମହିଷାସୁରକୁ ଦୁର୍ଗା ମାରିନାହାନ୍ତି କଂସକୁ କୃଷ୍ଣ ମାରିନାହାନ୍ତି ରାମକୁ ରାବଣକୁ ରାମ ମାରିନାହାନ୍ତି କିଏ ମାରିଛେ ମାନଙ୍କୁ ରାଧା ମାରିଲେ ଆପଣ ମାନଙ୍କର କଂସକୁ ମାରିଲେ ରାଧା ମନେ ରାବଣକୁ କିଏ ମାରିଲେ ରାବଣକୁ ମାରିଲେ ସୀତା ମହିଷାସୁରକୁ କିଏ ମାରିଲେ ମହିଷାସୁରକୁ ମାରିଲେ ନାରାୟଣ ଇଏ ଗୋଟେ ପ୍ରକାର ପାଲା ହଉନି ଆଉ କଣ ସାର୍ ତମେ ଦୁର୍ଗା ପୂଜା କଣ ପାଲା ଗାଉଥିଲେ ମାର୍କେଟ ଛକରେ ଆଜ୍ଞା ଆପଣ କଣ ଦେଖିନାହାନ୍ତି ଦୁର୍ଗା ପୂଜା ମଣିଷ ପିଠିରେ ବସିକି ଆସିଲେ ମହିଷାସୁର ଆଁ କରିକି ବହିଛି ତାକୁ ଶୂଳ ମଶେଇ ଦେଲେ ଦୁର୍ଗା ଦୁର୍ଗା ପିନ୍ଧିକି ଦୁର୍ଗା ମା ଅଛନ୍ତି ନାଇଁ ଆଉ ଏ ମା ଏ କଥା କାହିଁ କହିଲି କଣ ଦରକାର ଯେତେବେଳେ ଗଲି କହିଲେ ରାଧା ଧାନ ହୋଇଲେ ଜାତ ହୋଇଲେ ଜାତ
ରାଧା ଠାରୁ ରାଧା ବୋଲି ଜାତ ଜାତ ହେଲେ ରାଧା ସେଇ ରାଧା ଗଲେ କଂସ ପୁଅତ ରାଧା କୁସୁମ ଆଗେ ମଉସାକୁ ମାଇଲେ ମହିଷାକୁ ମାରିଲେ ମା ଦୁର୍ଗା ଦୁର୍ଗା ମୋହ ଆଉ ଏ ମା ମହିଷାସୁରକୁ ମାରିଲେ ନିଜେ ନାରାୟଣ ନୀତି ପ୍ରମାଣ ପ୍ରମାଣ ହଁ ଆପଣ ମାନଙ୍କର ଦଶମସ୍କନ୍ଦ ଓଡ଼ିଆ ଭାଗବତ ଭୁଲ ହେଲେ ସାର୍ କହିବି ମୁଁ ଆପଣଙ୍କୁ କହୁଛି ଆଜ୍ଞା ପଛରେ ଟିକେ ଗପିଲେ ମୋ ମନ ଭଲ ନାହିଁ ଏ ପୁଅ ଯାହା କହିବ ଠିଆ ହେଇକି ଯାହା କହିବ ଆଜ୍ଞା ଆପଣଙ୍କର ଉତ୍ତର ମୁଁ ଜାଣିଥିଲେ ଦେବି ହଁ ନାଇଁ ମତ ବି ଉଚ୍ଚ ବସି ରଖୁନି କଥାଟା ଶୁଣନ୍ତୁ ଆଜ୍ଞା ସେଦିନ ଏ ମନେ ଦଶମସ୍କନ୍ଦ ଭାଗବତ ଶୁଣ ମହିଷାସୁରକୁ କିଏ ସେଦିନ କଂସ କହୁଛି ତା ଭଉଣୀ ଦେବ କି କଣ କଲା बोले तू की लो जानू विष्णु माया 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 असुर थारे देनी काया असुर थारे देनी पछला कंस हां बेला भौणी हां तू जानू विष्णु माया भाई बोई लो जानू विरोधिया ए बोई लो जानू विरोधिया বৈলোচন গোটে অসুর লা ଆଜ୍ଞା নিজে নারায়ণ ହଁ নারী রূপ ধরলে নাই ଆଜ୍ଞା বৈলোচনর স্ত্রী রূপক ধরিଛନ୍ତି ভগবান নারায়ণ ନାରାୟଣ ଧଇଲେ ব্রহ্মা বররে বলিয়ান সেদিন বৈলোচন ବୈଲୋଚନ ব্রহ্মাকে মাগিলা মাল অমর বর ଆଜ୍ଞା ব্রহ্মা কইলা অমর বর নাই ଏଇଟା ମୋ ଷ୍ଟୋରରେ ନାଇଁ ରେ ପୁଅ আচ্ছা অমর বর ভয় কি দউন ଦଉନ ମତେ କିଛି ଅମର ବର ଭଳିଆ ଯୋଉ ଦ୍ୱାରା କି ମୁଁ ମରିବିନି কেমতি আপন কইলু ମୋ ବର ଯେମିତି ଦବ ମୋ ହାତରେ ମୁଁ ନିଜେ ଜାଣିନି ଆଉ କେହି ଜାଣିବେନି কলে সুবর্ণ বর্ণ দুই সমুদ্র দেবা বৈলোচন ব্রহ্মাঙ্গ বর মাগিলা ମାଗିଲା কেলা সুবর্ণ বর্ণর দিলা কেশ দব মুন্ডরে ମୋ ମୁଣ୍ଡରେ ଦିଅ সে কেশ দিটাকু তা তর্জনী যে পড়িব ମୁଁ মরিবি ନହେଲେ ମରିବି ନହେଲେ ମରିବି ମରିବି ଏଇ ଯୋଉଟା ଦିଅ 33 କୋଟି ଦେବତାର ଯେ ଏକ ମୁଖ୍ୟ କରନ୍ତି ମୋ ସଙ୍ଗରେ ହାରିବି ଆଉ ସୁମେରୁ କୁମର ପରଦେବ ଉପରେ ପଡେ ସେ ଛାଏ ଗୁଣ୍ଡ ହେଇଯିବ এই বর মতে দিଅନ୍ତୁ ব্রহ্মা বর দেই সারিয়া পড়ে হাত জোড়িলা সেদিন বৈলোচন ହଁ କହିଲା ପ୍ରଭୁ ପ୍ରଭୁ ମତେ ଯୋଉ ବର ଦେଲ ଆଜ୍ଞା ତୁମ ମନରେ ରହିବନି ନା ଦେବତା ମାନେ ମାୟାବୀ ତୁମ ହୃଦୟରୁ আশীর্বাদ কলে ব্রহ্মা বড় ଦେଇଦେଲେ বৈলোচন উৎপন্ন ହେଲା ଦୁଷ୍ଟାମି କଲା ପ୍ରତାପ ଦେଖେଇଲା ଥିଲା ନାରାୟଣ ପଚାରିଲେ ବ୍ରହ୍ମା ତୁମେ କି ବର ଦେଇଛ ଯେ ବୈଲୋଚନ ମରୁନି ଧରେ କହିଲେ ମୋର ଆଉ ମନେ ନାହିଁ ସେଇ ବରଟା ମୋର ମନେ ଏ ନାହିଁ ମା କହିଲେ ମୋର ମନେ ନାହିଁ ନାହିଁ ନିଜେ ନାରାୟଣ ବୈଲୋଚନର ସ୍ତ୍ରୀ ରୂପ ଧରିଲେ ବୈଲୋଚନ ସ୍ତ୍ରୀ ନାମ ହେଉଛି ମାଳତୀ ମାଳତୀ ଏଇଆ ତ ନିଜେ ନାରାୟଣ ସ୍ତ୍ରୀ ରୂପ ଧରିଲେ ଦେଖନ୍ତୁ ପ୍ରଭୁ ସଂସାର ପାଇଁ ଭକ୍ତ ପାଇଁ ନିଜେ ନାରୀ ହେଇଗଲେ ନାଇଁ ନିଜେ ନାରୀ ହୋଇ ବୈଲୋଚନର ପାଦକୁ ବସିଲେ ଏ ମା ସଂସାର ଧର୍ମ ରକ୍ଷା କରିବା ପାଇଁ ଆଜ୍ଞା ପ୍ରଭୁ ଆଜି ଅସୁରର ପାଦ ଘଷିଲେ ନାରାୟଣ ନାରୀ ହେଇଛନ୍ତି ଅସୁର ଜାଣିନି ପଚାରିଲା ସେଦିନ ମାଳତୀ ସ୍ୱାମୀ ବା ସ୍ୱାମୀ ହଁ ସ୍ୱାମୀ ଟିକେ ବସୁନ କଣ ହେଇଛି କହୁନା ସ୍ୱାମୀ ତମେ ଏତେ ବାଟକୁ ଯାଉଛ ଅସୁର ମାନଙ୍କ ସାଥିରେ ଯୁଦ୍ଧ କରୁଛ ହଁ ମତେ ଭାରି ଭୟ ଲାଗୁଛି ଆଚ୍ଛା ତୁମ ବଡି ପକଉଛୁ ଠିକ ରେ ଆଉ ତମ ପାଦ ଗୁରା ଦେଖୁଛି ନା ମତେ ଦେଖ ସ୍ୱାମୀ କଣ ହେଇଛି କୁହ
ଟିକେ ଘଷି ଦେବି ବସୁନ କଣ ପାଇଁ ଏତେ ଭକ୍ତି ଆଜି କଣ ପାଇଁ ଆଜି ଭକ୍ତି କାହିଁକି ମତେ ଭୟ ଲାଗୁଛି କଣ ପାଇଁ ତମେ ଏତେ ଅସୁର ମାନଙ୍କୁ ବିନାଶ କରୁଛ କାଳେ କୋଉଠି ତମର ବିପଦ ଥବ କିଏ ତମକୁ କୋଉଠି ମାରିଦେବ ବ୍ରହ୍ମାଙ୍କ ଠାରୁ ମୁଁ ଅମର ବର ଭଳିଆ ବର ଆଣିଛି ସେଇ ବରଟା ମତେ ଟିକେ ସ୍ୱାମୀ କହୁନା ଏ ମା ଏଇଥିପାଇଁ କହନ୍ତି ନାରୀଙ୍କ ଆଗରେ ସତ ନ କହିବ ନାରୀଙ୍କ ଆଗରେ ନାରାୟଣ ତ ମାୟା ରୂପ ଧରି ଯାଇଛନ୍ତି ସେଦିନ ଜାଣି ପାରିଲାନି ବୁଝି ପାରିଲାନି ଜ୍ଞାନ ଶୂନ୍ୟ ହେଇଯାଇଛି କହିଲୋଚନର ଏମା ସବୁ ସତ କଥା କହିଲା ବ୍ରହ୍ମା ସୁବର୍ଣ୍ଣ ବର୍ଣ୍ଣ ଦିଟା କେଶ ଦେଇଛନ୍ତି ମୁଣ୍ଡରେ ଏ କେଶ ଦିଟାକୁ ବୁଢାଙ୍କ ତର୍ଜନୀ ଆଙ୍ଗୁଠିରେ ଉପାଡ଼ି ଦେଲେ ପ୍ରାଣ ଯିବ ନାରାୟଣ ତ ମାଳ ଦେଇଛନ୍ତି ସ୍ୱାମୀ ଦେଖି ସ୍ୱାମୀ ଦେଖି ଏ ମା ନିଜ ସ୍ତ୍ରୀ ମନେ କରି ଏ ଛୁଆ ଘରକୁ ନେଇଯାଉ ନା ସେ ମାଳ ଜିନିଷ କରୁଛି ବାପା ତା ଘରକୁ ନେଇଯାଉ ନା ତା ଘରକୁ ନେଇଯାଉ ମାଳ ଜିନିଷ କରୁଛି ହଉ ଦେଖୁ ନାରାୟଣ କେତେ ସୁନ୍ଦର କଥା କଲେ ଦେଖନ୍ତୁ ବୈଲୋଚନର କପାଳ ଦେଖୁ ଦେଖୁ ମସ୍ତକ ଦେଖୁ ଦେଖୁ କେଶ ଦିଟା ପାଡ଼ି ଦେଲେ ମରିଗଲା ଆପଣଙ୍କର ବୈଲୋଚନ କଲା এটা কাহি কইলি কলা বৈলোচন বিরোধিলা নারায়ণ নিজে মালতীর ধরি বৈলোচন মারলে তা বড় ধারে আছে বলে মোহি সামারে বিকা হই মোহি সামারে বিকা হই মোহি সামারে বিকা হই মোহি সামারে বিকা হই নিজে নারায়ণ সারে দুর্গা বাবা ନିଜେ ନାରାୟଣ ଦୁର୍ଗା ହେଇଛନ୍ତି ନିଜେ ଦୁର୍ଗା ରୂପ ହୋଇ ମହିଷାକୁ ମାରିଲେ এটা କାହିଁ କହି ନିଜେ ନାରାୟଣ ଯୋଉ କାନିରେ ଯୋଉ ବସ୍ତ୍ର ପିନ୍ଧିଥିଲେ ସେ ବସ୍ତ୍ର ପଣରେ ପଣ କଲେ ଆପଣ ମାନେ ପଣ ତରକାରୀ ସେଇଟା ହେଇଛି ଯାହା ଆପଣ କରିବ ମାନେ ତାହା ହବ କାହିଁକି କହୁଥିଲି ପିଲାମାନେ ଯେତେ ଛୋଟ ପିଲା ବସିଛ ଖାଇସାରିବା ପରେ ମାର ପଣ ତରକାରୀରେ ମୁହଁ ପୋଛିବ ଏ ପୁଅ ମନେ ଅଛି ଆରେ ବାବା ଶୁଣୁଛ ଖାଇସାରିବା ପରେ ଯୋଉ ମୁହଁ ଧଉଛୁ ପୋଛୁଛୁ କୋଉଠି ମୁହଁ ପୋଛୁଛୁ ବୋଉର ପିନ୍ଧିଥିବା ପଣ ତରକାରୀ ମୁହଁ ପୋଛିବୁ ମୁହଁ ପୋଛିଲେ ଲକ୍ଷ୍ମୀ ଦିଆକୁ ଧନ ଭଲ କଥା ସିଆଡେ ଯିବନି କଥା ଏଇଠି ରହିଲା ଦମୟନ୍ତୀ ଏମା ସ୍ୱାମୀଙ୍କ ସେବା କଲା ବେଳେ ରାଜାଙ୍କର ଚିନ୍ତା କଲେ ତୃତୀୟ ନମ୍ବର ଛାନ୍ଦ ନମୁଳିଆ ଚିରହଜା ଶୁଦ୍ଧ କଲେ ବନବାସ
ସ୍ତ୍ରୀଙ୍କର ମୁଖମଣ୍ଡଳକୁ ଚାହିଁଲେ ଆଉ ରାଜରାଣୀର ଢଙ୍ଗ ନାହିଁ। ଜଙ୍ଗଲର କଷ୍ଟ, ଜଙ୍ଗଲର ଦୁଃଖ ଦମୟନ୍ତୀଙ୍କ ଶରୀରକୁ ମ୍ଳାନ କରିଦେଇଛି। ଦମୟନ୍ତୀ କଳା ପଡ଼ିଗଲେଣି। ରାଜାନଳ କାନ୍ଦିଲେ, କହିଲେ ହେ ମାନସିନୀ, ହେ ମାନସ ସମୟୀ, ମୁଁ ତୁମ ଅନୁରୋଧ କରିବି ମୋ କଥା ରଖିବ। ତୁମେ ରାଜକୁମାରୀ ଥିଲ, ରାଜରାଣୀ ହେଇଥାନ୍ତ, କିନ୍ତୁ ତମ ଭାଗ୍ୟରେ ତା ନାହିଁ। ତୁମେ ଜଙ୍ଗଲରେ ବ୍ୟାଘ୍ର ଭାଲୁ ସିଂହ ଲଢ଼ି ସହ୍ୟ କରିପାରିବ ନା। ତୁମେ ତୁମ ବାପ ଘରକୁ ଚାଲିଯାଅ। ଆସିଲା ଛାନ୍ଦ ନମ୍ବର 4 9 ତୁମେ ହେଲେ ସ୍ୱାମୀ ମତେ ଆପଣଙ୍କ ସେବାରୁ ବାରଣ କରନ୍ତୁ। ଆପଣ ପାଖରେ ମୁଁ ଥିଲେ ମୋର ସର୍ବସ୍ୱ ସାରେ। ଆଜ୍ଞା କାଲି ମୁଁ 11:30 ଦଳ ପଠେଇଥିଲି, 12ଟା ଛାଡ଼ି ଘଣ୍ଟା ହେଲେ ଦଳ ଯାଆନ୍ତି। କାଲି ତ 12ଟାରେ ଜ୍ଞାନକୁ ଛାଡ଼ିଥିଲେ, ଆଜି 12ଟା ସରିଲେଣି, ଜ୍ଞାନ ଆସିନାହାନ୍ତି। ଆଉ 10 ମିନିଟ୍ ସମୟରେ ହରିପୁର ମତେ ପଳେଇବି, ଭାଇ ଭାଗ ମୋଡ଼ା ପାଠ। କାଲି ମୁଁ 12ଟା ଭାଗ ସହିତ ପୁରୁଷ ପଠେଇବା କଥା, ଏ କଥା 10 ମିନିଟ୍ ସମୟ ପାଲା ସାରିବି, ଆସିଲେ ଛାଡ଼ିଦେବି, ଆସିଲେ ଛାଡ଼ିବି। ଆପଣ ପରା ମୋର ଝିଅ ପରଟା ଅଛି କହିଥିଲା ମୋ ଦୁଃଖରେ ଦୁଃଖୀ, ମୋ ଦୁଃଖରେ ହେ ମାମାନେ ମନ ଦେଇକି ଶୁଣ, ଯୋଉ ବଳି ରାଜାନଙ୍କୁ ବନବାସ ପଠେଇଥିଲା ଅନ୍ତର ଚିନ୍ତା କଲା ବନବାସ କଷ୍ଟ ନାହିଁ ତ ଶୁଣା ଦେଖିବି କେତେ 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 ପ୍ରତିଭାନ୍ତି দাম্পত্য জীবন দাম্পত্য জীবন
सुहाय हाय सुहाय देखुला नौ दमयंतीर भाग बोला दमयंती तू देवता मान को अपमानित करू देवता मान को सामने पर बर्ण करू ना सेठी पाई चक्रांत करी मते बनवास पठेछ तू मुंडा ठीक दुख नाही आ गुटे बुद्धि सृष्टि कला बड़ी डाकिला तार सांग दपर मामा ने भी सामने सुन सुख समरण करी दपर को डाकिला बंधु दपर भाई नमस्कार कते काई डाकिलो कोन हो जे कोन आपण चलो किछि नाही को सारे व्यस्त আমি কইলে যাই ডাকি দলକୁ କୁହ 10 ମିନିଟ ସେ ରହିବେ आगे आगे ସେଇଟା ଆମେ କହୁ ଏଇଟା अच्छा हां हां ଭାଇ ମତେ କାଇ ଡାକିଲ ମୋ ପାଖରେ ଆପଣଙ୍କର କଣ କାମ देवता मान को अपमान देछि मर्त्यर मान भी दमयती କାଇ କାମ ରାଜା ନଣ तो नहीं बोल ମୁଁ ଜାଣି अरे समस्त कले घर गाय को कहती गाय को खातु कहबो गाय को तो कमी करबो बाबा डाकेला दपर को करी करो सुंदर पक्षीटे तू हम କେମିତି ହେବି पक्षीटी हेई ହଁ नळ दमती जो जगह छंदी से जगह जाई खेलू ହେଲେ ମତେ ପକ୍ଷୀ दमत लोभ करबो ଆଜ୍ଞା दमती के जो नदी जरा घुमै जीवो କେମିତି ମୁଁ ହେବି ପକ୍ଷୀ दापर कहला मु पक्षी केमिति हेबी ଟିକେ ସଜେଇ जेते बाबा माने मामा बसंती जेते ज्ञानी सार में अछंती से सौदान मंत्र नाटक श्लोक नंबर 45 ଆଜ୍ଞା ଗାଁ सारा 45 नंबर श्लोकटा निजे तुम समरण करी ए सुंदर पक्षी गला दपर को ହଁ ହଁ केमिति गला सत्ता वर्ण सुरुदा सह मंत्रयत्वा ଆଜ୍ଞା ସାରେ शब्दापर्ण सुरुता सहमंत्रित्वा मंत्र सहित ଆଜ୍ଞା द्वापर को सुख समरण करी सारे बड़ पक्षी करथिला की पक्षी ना हेम बोले सुवर्ण गोटे सुंदर सुवर्ण पक्षी दिए हेई दमती थिबा नळ थिबा पत्र कुटीर संदु घरे काले खेलिला देखम आपनमानकर सारा महाभारत प्रमाण देछि ଆଜ୍ଞା परे कोळी गोटे पतुड़ी हेई पड़िला ଆଜ୍ଞା राजा नळ दमती जंगल थिले पण अछि राजा नळ पतुड़ी हेई काटी के पळे नाइ सर से कला एठी नाइ सौदानंद कहिले राजा नळ एवं दमती को दुख देबा पाई निजे कोळी दपर गोटे सुवर्ण पक्षी करी पठेला पक्षीटा जाई बुलिला ଆଜ୍ଞା पक्षीटा को देखी दमती लोभ होला स्वामी ମୁଁ ଆପଣଙ୍କର ଘର ଧରି ଆଣିଛନ୍ କିଛି ମାଗିନି अच्छा ସୁନ୍ଦର ପକ୍ଷୀ ସେ ପକ୍ଷୀକି ଧରିକି ଦେଲେ ମୁଁ ତାକୁ ଦେଖେଇବି राजा नळ बुझेले आसीबो न र त म य षष्ठ नंबर छात दी बोली ଆଜ୍ଞା धुम्पा धुम्पा ଆଜ୍ଞା କେମିତି ए वो 30 रे गोटे जिला था धुम्पा से खंपड़ा नया जिला रे नहीं हम गांव को था देखी बोले देखी घरो कांती हसी दो
କାନ୍ତି ହସି ଦମୟନ୍ତୀ ପ୍ରାଣ ପତ୍ନୀ କହନ୍ତି ଆରେ ଏମିତି ଆସି ଦେହ ରତ୍ନ ପନ୍ତି ଦେଖିଲେ ସୁନ୍ଦର ପକ୍ଷୀଟାକୁ ଦମୟନ୍ତୀ ଶକ୍ର ବୋଇଲେ ଇନ୍ଦ୍ର ଚାପ ବୋଇଲେ ଧନୁ କହିଲେ ସ୍ୱାମୀ ଇନ୍ଦ୍ର ଧନୁ ଠାରୁ ଏ ପକ୍ଷୀର ସବୁ ବହୁତ ବଢିଆ ହେଇଛି ମତେ ସେ ପକ୍ଷୀଟା ଦିଅ ସେ ପକ୍ଷୀ କାହିଁକି ଦିଅ ଏ କହିଲେ ଦମୟନ୍ତୀ ଜ୍ଞାନବତୀ ଶ୍ଲୋକ ଶୁଣୁଥା କେମିତି ଶ୍ଲୋକ ହେଲେ ମତେ ବୁଝେଇବ ଶ୍ଲୋକ ନମ୍ବର ହଉଛି ମାର ତେପନ ରାଜା ନଳ ଦମୟନ୍ତୀ କହିଲେ ଆପାତ୍ର ମାତ୍ର ଉଚିରଂ ପରିଣାମ ଭୀମା ଦେଖିବାକୁ ରୁଚିର ଗୋଟେ ସୁନ୍ଦର ପରିଣାମ ଭୀମ ଏ ପକ୍ଷୀ ପଛରେ ଉଡ଼ିଲେ ଭୀମ କହିଲେ ଭୟଙ୍କର ପରିଣାମ ପରିଚୟ ଭୟଙ୍କର ହବ କାହିଁକି ଜାଣିଛ ଧାତା ପଶ୍ଚାର୍ଯ୍ୟ କରୁଣା ଧାତା ବୋଇଲେ ବ୍ରହ୍ମା ମୋ ମନ ହଉଛି ଏ ବ୍ରହ୍ମା ଏ ପକ୍ଷୀ ତିଆରି କରିନାହାନ୍ତି ଯେ କୌଣସି ମାୟା ପକ୍ଷୀ ଆସିକି ଆମକୁ ହଇରାଣ କରିବ ମା ମାନେ ସବି ପାଖରେ କେବେ ଅର୍ପଣ କରିବନି ଆପଣ ମାନଙ୍କ ପାଇଁ କୌନ ମୁନି ତାଙ୍କ ଝିଅକୁ ସେଦିନ କହିଲେ ପଇଟା ହଉଛି ପ୍ରଣୟ ବନ୍ଦରୀ ଏ ପୁଅ କେବେ ସୁତର କଥା କହିଲେ କହିଲେ ସ୍ୱାମୀଙ୍କର କଥା ଦୁଷ୍କର୍ମ ହେଲେ ପାଉନ ହେ ସମସ୍ତଙ୍କୁ ଅନୁରୋଧ କରିବି ସ୍ୱାମୀ ଯଦି ଥରେ ବାରଣ କରେନି ମୋ କଥାକୁ ଏନା କେତେ କିନ୍ତୁ ସ୍ୱାମୀଙ୍କର କଥା ମାନିବ ମା ମାନେ ଟିକେ ଭୁଲ କରି ବସନ୍ତି ସୁନ୍ଦର ଦେଖିଲେ ସେମାନେ ନିଜକୁ ହଜେଇ ଦିଅନ୍ତି କିଏ ଭଲ ଶାଢ଼ୀଟେ ପିନ୍ଧିଲା ଆମେ ସେମିତି ଶାଢ଼ୀ ପିନ୍ଧୁ ସେ କେମିତି ହାର ପିନ୍ଧିଲା ଆମେ ସେମିତି ହାର ପିନ୍ଧୁ ତାଙ୍କର ଯେମିତି ଏସି ଲଗେଇছে ଆମ ଘରେ ଏସି ଲଗେଇ ମା ମାନେ ଲୋଭି ଟିକେ ମା ସେଦିନ ସୀତା ସୁବର୍ଣ୍ଣ ମୃଗକୁ ଦେଖି ଲୋଭ କଲେ ଭଲ ପାଇଲେନି ଏ ମା ତମରି ଭଳି ଝିଅ ଦମୟନ୍ତୀ ଅନୁରୋଧ କରୁ ସ୍ୱାମୀକୁ ମୋର ସେଇ ପକ୍ଷୀଟା ଦରକାର ରାଜା ବୁଝେଇଲେ ବୁଝୁନାହାନ୍ତି ଆରେ ମୋ କଥା ମାନ ଧରୁଛି ମତେ ସେଇ ପକ୍ଷୀ ଟିକେ ଦିଅ ଯଦି ନ ପାଅ ଯଦି ତୁମେ ପକ୍ଷୀ ନଦବ ଆଇଟା ତୁମ ସାଙ୍ଗରେ କଥା ହେବିନି କଟି 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 ଦମୟନ୍ତୀ ଅଭିମାନ ଟିକେ ଗଲେ ଜଙ୍ଗଲରେ ପଦଟା ଚତୁଷ୍ପଦୀ ସାରି ଗଲି ଆପଣ ମାନଙ୍କର ଡମ୍ବଳାକର ରାଜା ନଟବନ୍ଧର ଚତୁଷ୍ପଦୀ ଚାରି ଗଲେ ଘୁମି ଡମ୍ବଳାକର ରାଜା ନଟବନ୍ଧର ଖୋର୍ଦ୍ଧାଗଡ଼ର କବି ଗୋଳବାଇର ବାକ୍ୟାରସ ଆପଣଙ୍କର କଟକ ଜିଲ୍ଲା ଏପୁଅ ଖଜୁରୀ ପଦା ଗୋପାଳ ପଣ୍ଡା ଆଉ ପୁଣି ଲେଖନ୍ତି ନୟାଗଡ଼ର କବି ଗଦା ଧନସିଂହ ସାମନ୍ତ ପଦଟା ହେଲେ ନଟକ ଧରନ୍ତର ବୋଲେ ଚାହା
କଣ ହେଇଥିବ ସେ ପକ୍ଷୀ କହିଲା ଛାଡ ସା ଛଳି ମଣି ମୁଁ ଛାଡ଼ି ପରି ढोंका पतरा है दरकार अच्छा कट्टी अच्छा ଆଉ ଟିକେ କାମ ଭାବରେ ରସାୟନିକ କରି ମନ କହିବା ପାଇଁ ରାଜା ଚିନ୍ତା କଲେ ହଁ ଆପଣମାନଙ୍କର ଗୋଟେ ଚତୁଷ୍କ ଗାଇବି ଆସିବେ ବାଙ୍କା ପଦକୁ ଷାଠିଏ ବସାଏ ଆସିବେ ଗାୟକ ମାନେ ଆସିବେ ରାଜା ନଳ ଦମତି ବୁଝିଦେବେ କହିଲେ ହରିଣାକ୍ଷୀ ଲଳନା 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 হরিণাক্ষী ললনা 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 তম তম মারে তম তম মারে জলি জলি ଧର୍ମ ନିରଞ୍ଜନ ଆପଣଙ୍କର ବାକି ବେଦପୁର ଗାୟକ ଧର୍ମାନନ୍ଦ ଦୀକ୍ଷିତ ନିରଞ୍ଜନ ପଣ୍ଡା ଧର୍ମ ଉଦୟନାଥ ମୋର ପୂଜ୍ୟ ଗୁରୁ ଉଦୟନାଥ ଦଶରମା ଜଗନ୍ନାଥ ସାକ୍ଷୀ ରଖିଲେ ଗାୟକ ଶେଖର ଗାୟକ ଷଣ୍ଢ ଜଗନ୍ନାଥ ବେହେରା ଜଗତସିଂହପୁର କୁଚଣ୍ଡ ବର୍ତ୍ତମାନ ବୟସ ସାର୍ 100 ପହଞ୍ଚିଗଲାଣି ବଞ୍ଚିଛନ୍ତି ନାଇଁ କହିଲେ ହରିଣାକ୍ଷୀ ଲଳନା ଏ ସୁନ୍ଦରୀ ନାରୀମାନଙ୍କୁ ସମ୍ମାନ ଟିକେ ଗେଲ କରିଦେଲେ ନାରୀମାନଙ୍କୁ ଭୁଲି ଯାଆନ୍ତି ନାଇଁ ମା ଡକ୍ଟର ମାଧବନ ସିଂ କହିନାହାନ୍ତି ତମେ ତମ ମନେ ଜଗତେ ଘନ୍ତି ମାନଙ୍କୁ ସ୍ୱାମୀ ଯେତେ ଗେଲ କରିଦିଏ ଏ ମା ତାର ଧନ ସମ୍ପତ୍ତି ନଥାଉ ଏ ଚାଳ ପୂଜା ହେଇଥାଉ ଖାଇବା ନଥାଉ ତା ସ୍ତ୍ରୀ କ୍ଷତି ଆନନ୍ଦ ଅନୁଭବ କରି ମୋ ମା ମାନେ ଜାଣିଥିଲେ ରାଜା ମାନଙ୍କ ଟିକେ ଗେଲ କରିଦେବି ଦମୟନ୍ତୀ ଆରେ ପକ୍ଷୀ କଥା ଭୁଲିଯା ପରେ ରଟୁ ଅଛି ଏକ ଧାନିଷ ନାଥ ଆପଣ ମାନଙ୍କର ଗୋଟା ଝେଳ ପଦେ ପଦେ ଏ ଦମୟନ୍ତୀ ଗୁଞ୍ଚି ଗୁଞ୍ଚି ଯାଉଛନ୍ତି ଯେମିତି ରସ ସେମିତି ଆଲୋଚନା ଶୁଣିତ ହବ ଆଉ ढोंपा पद पर ମୋର ହଁ ଥିବ ନା ନଥିବ
बोले घुंची 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 नजारे 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 भद्र घुंची तो कैसा घुंची घुंची नजारे घुंची घुंची नजारे भद्र घुंची तो हम राजा नल पक्षी पछरे गुड़े आसो 7 नंबर छांद देखी स्नेह दमन जी कथा राजा नल एमा कोई रुपी पक्षी बोली पक्षी पछरे बोले राजा नल को दपर रूपी पक्षी केतु दूर नहीं गला पत्तरपुर खाते जे दमनती एमा पक्षी पछरे नल पड़ेला परे पत्तरपुर क्या भइले दमन एडे जे विचार कोला कोई कोन कोला मावले पक्षी गेला बापा कोठारे जाउछि शांत श्लोक ओडिया पद नाही बापा कोन नमस्कार नाही ना सारे दमनती पत्र उठे किया छंदी आज्ञा आज्ञा दपर भी पक्षी राजा नल को बहुत दूर ले गला एई समरे विचार कोला कोई पत्र पुटरे ते कुटिया अछि दमनती सुंदर पक्षी दिहादी केमिति पक्षीला श्लोक नंबर 54 खाली श्लोक पद श्लोक तो मंत्री नंबर